ଅନେକ ବର୍ଷ ତଳର କଥା। ଗରିବ କୃଷକଟିଏ ଥାଏ। ସବୁଦିନ ସେ ତା ବିଲକୁ କାମ କରିବାକୁ ଗଲାବେଳେ ଖାଇବା ପାଇଁ 7ଟି ରୁଟି ଗୋଟିଏ ପୁଡ଼ିଆରେ ନେଇଥାଏ। ସେଥିପାଇଁ ସମସ୍ତେ ତାକୁ ଡାକୁଥାନ୍ତି ରୁଟି ଖିଆ। ଦିନେ ସେ କୃଷକ ବିଲରେ କାମ କରୁଛି। ହଠାତ୍ ତାକୁ ଭାରି ଭୋକ ହେଲା। ତେଣୁ ସେ ରୁଟିତକ ପୁଡ଼ିଆରୁ ବାହାର କରି ଗୋଟି ଗୋଟି କରି ଗଣିଲା। 1 2 3 4 5 6 7। ଗଣିସାରି ମନୁ ମନ କୃଷକ କହିଲା, ବର୍ତ୍ତମାନ ମୁଁ ସବୁଗୁଡ଼ିକ ଖାଇବି। ସେ କୃଷକଟି ଯେଉଁଠି ବସିଥିଲା ତା ପାଖରେ ଥାଏ ଗୁମ୍ଫାଟିଏ। ଆଉ ସେଇ ଗୁମ୍ଫା ଭିତରେ ରହୁଥାଏ ଏକ ଅସୁର। ସେ ଅସୁରର 7ଟି ଛୁଆ ଥାଆନ୍ତି। କୃଷକର ଏ କଥା ଶୁଣି ସେ ଅସୁର ଭାବିଲା, କୃଷକ ବୋଧେ ତା 7ଟି ଛୁଆଙ୍କୁ ଖାଇଦେବ ବୋଲି କହୁଛି। ତେଣୁ ସେ ଅସୁର ଗୁମ୍ଫା ବାହାରକୁ ଆସି କୃଷକକୁ କହିଲା, ଦୟାକରି ମୋ ଛୁଆମାନଙ୍କୁ ଖା ନାହିଁ। ମୁଁ ତୋତେ ଗୋଟେ କୁହୁକ ହାଣ୍ଡି ଦେବି। ଫଳରେ ତୁ ଯେତେବେଳେ ଚାହିଁବୁ ସେ ହାଣ୍ଡି କ୍ଷୀରରେ ପୂର୍ଣ୍ଣ ହୋଇଯିବ। ଅସୁର ସତ କହୁଛି କି ନାହିଁ ଜାଣିବାକୁ କୃଷକ ହାଣ୍ଡିକୁ କହିଲା, ମୋତେ କ୍ଷୀର ଦେ। ଆଖି ପିଛୁଳାକେ ହାଣ୍ଡିଟି ସଙ୍ଗେ ସଙ୍ଗେ କ୍ଷୀରରେ ପୂର୍ଣ୍ଣ ହୋଇଗଲା। ରାତି ହେବାରୁ ସେ କୃଷକଟି ତା ବିଲଠାରୁ ଅଳ୍ପ ଦୂରରେ ରହୁଥିବା ମାଉସୀ ଘରେ ଯାଇ ପହଞ୍ଚିଲା। ମାଉସୀକୁ କୁହୁକ ହାଣ୍ଡି କଥା କହିଲା। ରାତିରେ ସେ କୃଷକଟି ତା ମାଉସୀ ଘରେ ରହିଲା। ଏଣେ ମାଉସୀ କ'ଣ କଲା ନା, କୃଷକଟି ଶୋଇଥିବା ସମୟରେ ତା କୁହୁକ ହାଣ୍ଡି ନେଇ ଆଉ ଗୋଟିଏ ହାଣ୍ଡି ତା ପାଖରେ ରଖିଦେଲା। ଫଳରେ ସେ କୃଷକ ଏହା ମୋଟେ ବି ଜାଣିପାରିଲା ନାହିଁ। ସକାଳ ହେଲାରୁ ମାଉସୀର ହାଣ୍ଡିଟା ଧରି ସେ କୃଷକ ତା ଘରକୁ ଫେରିଗଲା। ତା ପରଦିନ କୃଷକ ପୁଣି ବିଲକୁ ଗଲା। ଭୋକ ହେଲାରୁ ପୁଡ଼ିଆରୁ ରୁଟି କାଢ଼ି ଗଣିଲା, 1 2 3 4 5 6 7। ମନକୁ ମନ କହିଲା, ବର୍ତ୍ତମାନ ମୁଁ ସବୁଗୁଡ଼ାକ ଖାଇବି। ଅସୁର ତ ଏ କଥା ଶୁଣି ଡରରେ ଛାନିଆ। ସେ ଗୁମ୍ଫା ବାହାରକୁ ଆସି କହିଲା, ମୋ ଛୁଆମାନଙ୍କୁ ଛାଡ଼ିଦେ। ମୁଁ ତୋତେ ଗୋଟେ କୁହୁକ ଛେଳି ଦେବି। ତୁ ଯେତେବେଳେ ଚାହିଁବୁ ସେ ଛେଳି ତୋତେ ସୁନା ଲଣ୍ଡି ଦେବ। କୃଷକ ସଙ୍ଗେ ସଙ୍ଗେ ଛେଳିକି କହିଲା, ମୋତେ ସୁନା ଲଣ୍ଡି ଦେ। ଛେଳି ବି ତତ୍କ୍ଷଣାତ୍ ସେୟା କଲା। ରାତି ହେବାରୁ କୃଷକ ପୁଣି ତା ମାଉସୀ ଘରେ ଯାଇ ରହିଲା। ମାଉସୀକୁ କୁହୁକ ଛେଳି କଥା କହିଲା। ମାଉସୀ କ'ଣ କଲା କି, କୃଷକ ନିଦରେ ଶୋଇପଡ଼ିଥିବା ବେଳେ କୁହୁକ ଛେଳିଟା ନେଇଯାଇ ତା ଜାଗାରେ ଆଉ ଗୋଟେ ସାଧାରଣ ଛେଳି ରଖିଦେଲା। ଫଳରେ ସେ କୃଷକ ଏ କଥା ଆଦୌ ଜାଣିପାରିଲା ନାହିଁ। ସକାଳୁ ସେ କୃଷକ ତା ମାଉସୀର ଛେଳିଟା ଧରି ଘରକୁ ଫେରିଗଲା। ତା ପରଦିନ ପୁଣି ସେଇଆ ହେଲା। କୃଷକ ପୁଡ଼ିଆ ଧରି ରୁଟି ଗୁଡ଼ାକ ଗଣିଲା, 1 2 3 4 5 6 7। ଅସୁର ଏହା ଶୁଣି ଡରରେ ଛାନିଆ। ଗୁମ୍ଫା ବାହାରକୁ ଆସି କହିଲା, ଦୟାକରି ମୋ ଛୁଆମାନଙ୍କୁ ଛାଡ଼ିଦେ। ମୁଁ ତୋତେ ଗୋଟେ କୁହୁକ ବାଡ଼ି ଦେବି। ତୁ ଆଦେଶ ଦେଲେ ଏ ବାଡ଼ି ତୁ ଯାହାକୁ ଚାହିଁବୁ ତାକୁ ମାଡ଼ ଦେବ। କୃଷକ ସେ ବାଡ଼ିଟିକୁ ସାଙ୍ଗରେ ଧରି ଆଣିଲା। ରାତି ହେବାରୁ ପୁଣି ସେ କୃଷକ ତା ମାଉସୀ ଘରେ ରହିଲା। ଶୋଇଲା ବେଳେ ବାଡ଼ିଟାକୁ ପାଖରେ ରଖିଥାଏ। ମାଉସୀ ଆସି ବାଡ଼ିଟି ନେଲାବେଳେ କେଜାଣି କେମିତି କୃଷକର ନିଦ ଭାଙ୍ଗିଗଲା। ସେ ଭାବିଲା, କିଏ ଜଣେ ବୋଧେ ତା ବାଡ଼ି ଚୋରାଇ ନେଉଛି। ତେଣୁ ସେ ଆଦେଶ ଦେଲା, ଏ ଲୋକଟାକୁ ମାଡ଼ ଦେ। ବାଡ଼ି ସଙ୍ଗେ ସଙ୍ଗେ ମାଉସୀ ଉପରେ ମାଡ଼ କଷିବାକୁ ଲାଗିଲା। ଆଉ ମାଉସୀ କାନ୍ଦି କାନ୍ଦି ଶେଷରେ କହିଲା, ମୁଁ ତ କୁହୁକ ହାଣ୍ଡି ଆଉ ତୋ କୁହୁକ ଛେଳି ନେଇଛି। ଏହି କ୍ଷଣି ତୋତେ ଫେରାଇ ଦେଉଛି। ତୁ ଏ ବାଡ଼ିକୁ କହ ମୋତେ ଆଉ ନ ବାଡ଼ାଉ। କୃଷକ ସେ ଅସୁର ଦେଇଥିବା କୁହୁକ ହାଣ୍ଡି, କୁହୁକ ଛେଳି ଆଉ କୁହୁକ ବାଡ଼ି ଧରି ଘରକୁ ଫେରିଲା। ତାପରେ ସେ ଅତି ଆନନ୍ଦରେ ତାର ପରିବାର ଚଳାଇଲା। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।